ଦେଖନ୍ତୁ ଆପଣ ଆଜକୁ 5,000 ବର୍ଷ ତଳକୁ ଯାଆନ୍ତୁ କି 10,000 ବର୍ଷ ତଳକୁ ଯାଆନ୍ତୁ, ଆୟୁର୍ବେଦ ହିଁ ସବୁକିଛି ଥିଲା। ଆଜି ଆମର ଏଇ ସଭ୍ୟତା ଯେବେଠୁ ଆସିଲାଣି, ଆମକୁ କେମିକାଲ ଏବଂ ପାର୍ଶ୍ୱ ପ୍ରତିକ୍ରିୟାର ମେଡିସିନ ସବୁ ଦେଇ ଚାଲିଛନ୍ତି, ଯୋଉଟାକି ଗୋଟେ ରୋଗ ଭଲ ହେବା ସାଙ୍ଗକୁ ଆହୁରି ଦୁଇଟା ରୋଗ ସେମାନେ କରୁଛନ୍ତି। ଆୟୁର୍ବେଦ ବା ଜଡ଼ିବୁଟି ଯେମିତି ଜିନିଷ ଆଗେ କ'ଣ ଗୋଟେ ହେଉଥିଲେ, ଆଜି ଦେଖନ୍ତୁ ଛୁଆମାନେ ମୋଡ଼ା ଯଦି ମୋଡ଼ି ମାଡ଼ି ହେଉଛନ୍ତି, ଗୋଟେ ମୋଡ଼ା ଫଳ ବୋଲି ଅଛି, ସେ ମୋଡ଼ା ଫଳକୁ ତେଲରେ ପକାଇ ଘଷି ଦେଲେ ମୋଡ଼ା ଫଳ ବନ୍ଦ ହେଇଯାଉଥିଲା। କିନ୍ତୁ ଆୟୁର୍ବେଦକୁ ଆମେ ପ୍ରସାର ପ୍ରଚାର କରିବା ପାଇଁ ଏବଂ ସହରାଭିମୁଖୀ କରିବା ପାଇଁ, ଯେଉଁମାନେ ବିଲୁପ୍ତ ପ୍ରାୟ ଜିନିଷକୁ ବଞ୍ଚିବା ପାଇଁ ଆମେ ଏଇ ଜଡ଼ିବୁଟି ଚିକିତ୍ସାରେ ବେଶୀ ଧ୍ୟାନ ଦେଉଛୁ। ଦେଖନ୍ତୁ ଅମୂଳ ଚିକିତ୍ସାରେ ସବୁ ଚିକିତ୍ସା ଆମେ କରୁଛୁ। ଯେପରିକି ମୁଖ୍ୟତଃ ଆମର ହେଲା ଭାତୁଡ଼ି ଚିକିତ୍ସା କରୁଛୁ, ଅର୍ଶ ଚିକିତ୍ସା କରୁଛୁ ଏବଂ ଧାତୁ ଚିକିତ୍ସା କରୁଛୁ, ଏବଂ ଯେଉଁମାନଙ୍କର ଛୁଆ ପିଲା ହେଉନି ତାଙ୍କ ପାଇଁ ଆମେ ଚିକିତ୍ସା କରୁଛୁ, ଏବଂ ହାର୍ଟ କିଡନୀ ଫେଲୁଅର ରୋଗୀର ଚିକିତ୍ସା କରୁଛୁ। ପୁରାତନ ଯେଉଁ କ୍ୟାନ୍ସର, ଯେଉଁଟା ଭଲ ହେଇପାରୁନି, କ୍ୟାନ୍ସର ଚିକିତ୍ସା ବି ଆମେ କରୁଛୁ।